ମେଘମାଳାରେ ଶୀଘ୍ର ଆଗମନ କରିବାକୁ ଯାଉଥିବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ପବିତ୍ର ଓ ବହୁମୂଲ୍ୟ ନାମରେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲରେ ଆପଣ ସମସ୍ତଙ୍କୁ ସ୍ୱାଗତ କରେ। ପ୍ରତିଦିନ ପ୍ରତି ପ୍ରଭାତ ଆମମାନେ ନିର୍ମଳ ଖରା ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ନୂଆ ନୂଆ ପ୍ରସଙ୍ଗରେ ପ୍ରଭୁଙ୍କର ବାକ୍ୟ ଶୁଣିବାର ଅପୂର୍ବ ସୁଯୋଗ ପାଉଛୁ। ପରମେଶ୍ୱର ପ୍ରତି ପ୍ରଭାତରେ ତାଙ୍କର ପବିତ୍ର ବାକ୍ୟ ମାଧ୍ୟମରେ ଆମମାନଙ୍କ ସହିତ କଥାବାର୍ତ୍ତା ହେଉଥିବାରୁ ସ୍ୱର୍ଗର ପରମେଶ୍ୱରଙ୍କୁ ହୃଦୟ ସହିତ ଧନ୍ୟବାଦ ଦିଏ। ତାହା ସହିତ ଆପଣ ସମସ୍ତଙ୍କୁ ମଧ୍ୟ ଧନ୍ୟବାଦ ଦିଏ, କାରଣ ଆପଣ ନିୟମିତ ଏହି ଚ୍ୟାନେଲ ଦ୍ୱାରା ପ୍ରସାରିତ ହେଉଥିବା କାର୍ଯ୍ୟକ୍ରମ ଗୁଡ଼ିକକୁ ଆପଣମାନେ ଦେଖୁଛନ୍ତି। କେବଳ ଦେଖୁଛନ୍ତି ତାହା ନୁହେଁ, ଲାଇକ୍ ସେୟାର କମେଣ୍ଟସ୍ ଗୁଡ଼ିକ ଦ୍ୱାରା ଆମମାନଙ୍କୁ ଅତ୍ୟଧିକ ପରିମାଣରେ ଉତ୍ସାହିତ କରୁଛନ୍ତି। ପ୍ରଭୁ ଆପଣ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ଆଜି ହେଉଛି 2024 ମସିହା ଡିସେମ୍ବର ମାସ 25 ତାରିଖ। ଆଉ ଏହି ଡିସେମ୍ବର ମାସ 25 ତାରିଖକୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମଦିନ ଭାବରେ ପାଳନ କରାଯାଏ। ଆଉ ଏହି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମଦିନକୁ ବଡ଼ ଦିନ ମଧ୍ୟ କୁହାଯାଏ। ପ୍ରିୟମାନେ, ଏହା ବାଇବଲରେ ଲେଖା ନାହିଁ ଯେ ଯୀଶୁଙ୍କର ଜନ୍ମଦିନକୁ ବଡ଼ ଦିନ ବୋଲି କୁହାଯାଏ କି 25 ଡିସେମ୍ବରରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମଗ୍ରହଣ କଲେ। ଏହା ବାଇବଲରେ କୌଣସି ପ୍ରମାଣ ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଜନ୍ମଦିନକୁ ବଡ଼ ଦିନ ବୋଲି କୁହାଯାଉ କି ନ କୁହାଯାଉ, ମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟ ଏ ଧରାପୃଷ୍ଠଙ୍କର ତାଙ୍କର ପ୍ରଥମ ଆଗମନ ବହୁତ ବଡ଼ ବଡ଼ ବିଷୟ କରିଛି, ଯାହାକି କେହି କରିପାରିନାହାନ୍ତି। ଆଉ ବଡ଼ ଦିନର ବଡ଼ ଘଟଣା ବିଷୟରେ ନିହାତି ଜାଣିବାର ଆବଶ୍ୟକ ରହିଛି। ଆମେ ପଢ଼ିବା ଲୁକଲିଖିତ ସୁସମାଚାର 2 ଅଧ୍ୟାୟ ଏହାର 10 ପଦ। ଏହି ସ୍ଥାନରେ ସ୍ୱର୍ଗର ଦୂତମାନେ ଆସି ମେଷପାଳକମାନଙ୍କୁ କହୁଅଛନ୍ତି। ସେଥିରେ ଦୂତ ସେମାନଙ୍କୁ କହିଲେ, ଭୟ କର ନାହିଁ। ଦେଖ, ମୁଁ ସମସ୍ତ ଲୋକଙ୍କର ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ତୁମ୍ଭମାନଙ୍କୁ ଜଣାଉଅଛି। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଯେଉଁ ପ୍ରଥମ ଆଗମନ ବା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମାନବ ଦେହ ଧାରଣ କରି ଏହି ପୃଥିବୀ ପୃଷ୍ଠକୁ ଆସିବା, ଏହା ସମସ୍ତ ମାନବ ଜାତି ନିମନ୍ତେ ଅତ୍ୟନ୍ତ ଆନନ୍ଦଜନକ ସୁସମାଚାର ଅଟେ। ଆଉ ସେହି ସୁସମାଚାର କ'ଣ ଅଟେ ତାହା ଆମେ ଜାଣିବାର ଆବଶ୍ୟକ ରହିଛି। ସେହି ସୁସମାଚାର ହେଉଛି ବଡ଼ ଦିନର ବଡ଼ ଘଟଣା। କ'ଣ ସେହି ବଡ଼ ଦିନର ବଡ଼ ଘଟଣା? ଆମେ ପଢ଼ିବା ମାଥ୍ୟୁ ଲିଖିତ ସୁସମାଚାର ଏହାର 1 ଅଧ୍ୟାୟର 23 ପଦ। ଲେଖାଗଲା, ଦେଖ, ଜଣେ କନ୍ୟା ଗର୍ଭବତୀ ହୋଇ ପୁତ୍ର ପ୍ରସବ କରିବେ, ଆଉ ଲୋକେ ତାହାଙ୍କ ନାମ ଇମାନୁଏଲ ଦେବେ। ଏହି ନାମର ଅର୍ଥ ଆମ୍ଭମାନଙ୍କ ସହିତ ଈଶ୍ୱର। ପ୍ରିୟମାନେ, ବଡ଼ ଦିନର ବଡ଼ ଘଟଣା ଏହା ଅଟେ ଯେ ଆମମାନଙ୍କ ସହିତ ବାସ କରିବା ପାଇଁ ସ୍ୱର୍ଗର ପରମେଶ୍ୱର ଆସିଗଲେ। ଏହାଠାରୁ କୌଣସି ବଡ଼ ଘଟଣା ନୁହେଁ। ଯେଉଁ ସମୟରେ ମନୁଷ୍ୟ ପାପ କଲା, ପରମେଶ୍ୱର ମନୁଷ୍ୟଙ୍କୁ ଏଦେନ ଉଦ୍ୟାନରୁ ବାହାର କରିଦେଲେ। ଯେଉଁ ସମୟରେ ମନୁଷ୍ୟ ପାପ କଲା, ପରମେଶ୍ୱର ଆଉ ମନୁଷ୍ୟ ମଧ୍ୟରେ କୌଣସି ସମ୍ପର୍କ ରହିଲା ନାହିଁ। ପରମେଶ୍ୱର ଆଉ ମନୁଷ୍ୟ ମଧ୍ୟରେ ଗୋଟେ ବିଚ୍ଛେଦ ପ୍ରାଚୀର ତିଆରି ହେଇଗଲା। ଆଉ ସେହି ବିଚ୍ଛେଦ ପ୍ରାଚୀର ହେଲା ପାପ। ପରମେଶ୍ୱର ମନୁଷ୍ୟ ନିକଟକୁ ଆସିପାରୁନଥିଲେ କି ମନୁଷ୍ୟ ପରମେଶ୍ୱରଙ୍କ ନିକଟକୁ ଯାଇପାରୁନଥିଲେ। ଆଉ ମନୁଷ୍ୟ ଅନେକ ଚେଷ୍ଟା କରି ପରମେଶ୍ୱରଙ୍କ ନିକଟକୁ ଯିବା ପାଇଁ ସେ ବିଫଳ ହେଲା। କାରଣ ମନୁଷ୍ୟ ନିଜର ଚେଷ୍ଟାରେ, ନିଜର ବଳରେ, ନିଜ ବୁଦ୍ଧି ଜ୍ଞାନରେ, ଧର୍ମ କର୍ମରେ କୌଣସି ପ୍ରକାର ଭାବରେ ସେ ପରମେଶ୍ୱରଙ୍କ ନିକଟକୁ ପହଞ୍ଚି ପାରେ ନାହିଁ। ସେଥିପାଇଁ ପରମେଶ୍ୱର ସେ ନିଜେ ଯୋଜନା କଲେ, ଆପଣାର ଏକମାତ୍ର ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଏହି ଧରାପୃଷ୍ଠକୁ ସେ ପ୍ରେରଣ କଲେ। ଆଉ ସେହି ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଧରାପୃଷ୍ଠକୁ ଆସି ସମଗ୍ର ମାନବ ଜାତିର ପାପ ନିମନ୍ତେ ସେ କ୍ରୁଶରେ ଆପଣା ଜୀବନ ଦେଲେ। ଆଉ ପରମେଶ୍ୱର ଆଉ ମନୁଷ୍ୟ ମଧ୍ୟରେ ଯେଉଁ ବିଚ୍ଛେଦ ପ୍ରାଚୀର ଥିଲା, ଯେଉଁ ପାପର ପ୍ରାଚୀର ଥିଲା, ସେହି ପ୍ରାଚୀରକୁ ଭାଙ୍ଗିଦେଲେ, ଯାହାଦ୍ୱାରା କି ପରମେଶ୍ୱର ମନୁଷ୍ୟମାନଙ୍କ ନିକଟରେ ଆସି ବାସ କରିବେ। ପ୍ରିୟମାନେ, ଏହି ବଡ଼ ଦିନର ବଡ଼ ଘଟଣା ଏହା ଅଟେ, ବା ଏହି ବଡ଼ ଦିନର ବଡ଼ ଉଦ୍ଦେଶ୍ୟ ଏହା ଅଟେ ଯେ ସ୍ୱର୍ଗର ପରମେଶ୍ୱର ମନୁଷ୍ୟମାନଙ୍କ ସହିତ ବାସ କରନ୍ତି। ଏହାଠାରୁ ବଡ଼ ଘଟଣା କିଛି ନୁହେଁ। ଯେଉଁ ସମୟରେ ପରମେଶ୍ୱର ଗଛ ତିଆରି କଲେ, ଗଛ କି ପ୍ରକାର ତିଆରି କଲେ? ମାଟି ଉପରେ, ପୃଥିବୀ ଉପରେ ଗଛକୁ ତିଆରି କଲେ। ଯଦି ଗଛକୁ ମାଟିରୁ ବାହାର କରି ଦିଆଯାଏ, ସେ ବଞ୍ଚିପାରିବ ନାହିଁ। ସେହି ପ୍ରକାର ମାଛକୁ ସେ ଜଳରେ ତିଆରି କଲେ।
ମାଛକୁ ଯଦି ଜଳରୁ ବାହାର କରି ଦିଆଯାଏ ମାଛ ବଞ୍ଚିପାରିବେ ନାହିଁ। ସେହି ପ୍ରକାର ପରମେଶ୍ୱର ମନୁଷ୍ୟକୁ ଆପଣା ନିଶ୍ୱାସ ଦ୍ୱାରା ଆପଣା ଆତ୍ମାଙ୍କ ଦ୍ୱାରା ସେ ସୃଷ୍ଟି କଲେ। ଯଦି ପରମେଶ୍ୱର ଆଉ ମନୁଷ୍ୟ ମଧ୍ୟରେ ବିଚ୍ଛେଦ ହୋଇଗଲେ ମନୁଷ୍ୟ କେବେ ହେଲେ ବଞ୍ଚିପାରିବ ନାହିଁ। ମନୁଷ୍ୟ ପାପର ମାର୍ଗରେ ଗଲା, ମୃତ୍ୟୁର ମାର୍ଗରେ ଗଲା, ଆଉ ପରମେଶ୍ୱର ମନୁଷ୍ୟକୁ ଉଦ୍ଧାର କରିବା ପାଇଁ ଏ ଧରାପୃଷ୍ଠକୁ ଆସିଲେ। ପ୍ରିୟମାନେ, ଏହି ବଡ଼ ଦିନର ଏହା ହେଉଛି ବଡ଼ ଉଦ୍ଦେଶ୍ୟ। ସ୍ୱର୍ଗର ପରମେଶ୍ୱର ମନୁଷ୍ୟକୁ ଏକଲା ଛାଡ଼ିପାରିବେ ନାହିଁ। ମନୁଷ୍ୟ ଏକାକୀ ରହିବ ତାହେଲେ ସେ ବିନଷ୍ଟ ହୋଇଯିବ, ଭୁଲ ବାଟକୁ ଚାଲିଯିବ। ତାହାର ସବୁ ସମସ୍ୟାର ସମାଧାନ ପରମେଶ୍ୱରଙ୍କ ନିକଟରେ ରହିଛି। ସେଥିପାଇଁ ସ୍ୱର୍ଗର ପରମେଶ୍ୱର ଏହି ବଡ଼ ଦିନରେ ମନୁଷ୍ୟ ରୂପ ଧାରଣ କରି ମନୁଷ୍ୟମାନଙ୍କ ସହିତ ବାସ କରିବା ପାଇଁ ଚାଲି ଆସିଲେ। ଏହାଠାରୁ କୌଣସି ବଡ଼ ଘଟଣା ନୁହେଁ, ଆଉ କୌଣସି ବଡ଼ ଘଟଣା ଏ ଧରାପୃଷ୍ଠରେ ହେଇନାହିଁ। ଏହା ହେଉଛି ବଡ଼ ଦିନର ବଡ଼ ଉଦ୍ଦେଶ୍ୟ। ଆଜି ସକଳ ମାନବ ଜାତି ନିମନ୍ତେ ଏହା ହେଉଛି ଶୁଭବାର୍ତ୍ତା। ଆପଣଙ୍କ ସହିତ ଆପଣଙ୍କ ପରମେଶ୍ୱର ବାସ କରିବା ପାଇଁ ଚାହୁଁଛନ୍ତି। ପରମେଶ୍ୱର ହେଉଛନ୍ତି ସବୁ ସମସ୍ୟାର ସମାଧାନ। ପରମେଶ୍ୱର ହେଉଛନ୍ତି ଆଶୀର୍ବାଦର ସ୍ରୋତ। ପରମେଶ୍ୱର ହେଉଛନ୍ତି ଆମ୍ଭମାନଙ୍କର ବଳ। ପରମେଶ୍ୱର ହେଉଛନ୍ତି ଆମ୍ଭମାନଙ୍କର ଶାନ୍ତି। ପରମେଶ୍ୱର ହେଉଛନ୍ତି ଆମ୍ଭମାନଙ୍କର ଆଶୀର୍ବାଦ। ପ୍ରିୟମାନେ, ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁ ସମୟରେ ଧରାପୃଷ୍ଠକୁ ଆସିଲେ ସେହି ସମୟରେ ସେ ଗୋଟିଏ ଗୁହାଳ କୁଣ୍ଡରେ ଆସିକିନା ଶୋଇଲେ। କାହିଁକି? ସେ ସମଗ୍ର ମାନବ ଜାତି ନିମନ୍ତେ ଆହାର। ଯେଉଁ ସମୟରେ ମନୁଷ୍ୟ ଭୋକିଲା ହେଇଯାଏ ସେହି ସମୟରେ ପ୍ରଭୁ କହନ୍ତି ମୁଁ ସେହି ଜୀବନଦାୟକ ଆହାର। ଯେଉଁ ସମୟରେ ମନୁଷ୍ୟ ତୃଷିତ ହେଇଯାଏ ସେହି ସମୟରେ ସେହି ପରମେଶ୍ୱର କହୁଛନ୍ତି ମୁଁ ସେହି ଜୀବନ୍ତ ଜଳ ଅଟେ। ଯେଉଁ ସମୟରେ ମନୁଷ୍ୟ ଅନ୍ଧକାର ମଧ୍ୟରେ ଯାଏ ସେତେବେଳେ ପରମେଶ୍ୱର କହୁଛନ୍ତି ମୁଁ ସେହି ଆଲୋକ, ମୁଁ ସେହି ଜ୍ୟୋତି ଅଟେ। ଯେଉଁ ସମୟରେ ମନୁଷ୍ୟ କୌଣସି ବାଟ ଦେଖାଯାଏ ନାହିଁ ସେହି ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟ କହୁଛନ୍ତି ମୁଁ ପଥ। ଯେଉଁ ସମୟରେ ମନୁଷ୍ୟ ମୃତ୍ୟୁବରଣ କରେ ସେହି ସମୟରେ ପ୍ରଭୁ କହନ୍ତି ମୁଁ ପୁନରୁତ୍ଥାନ ଓ ଜୀବନ ଅଟେ। ପ୍ରିୟମାନେ, ଆମର ସେହି ଇମାନୁଏଲ ପରମେଶ୍ୱର ଏହି ବଡ଼ ଦିନରେ ଆମ ସହିତ ବାସ କରିବା ପାଇଁ ଆସିଲେ। ବଡ଼ ଦିନର ବଡ଼ ଉଦ୍ଦେଶ୍ୟ କ'ଣ? ସ୍ୱର୍ଗର ପରମେଶ୍ୱର ଆପଣଙ୍କ ସହିତ ବାସ କରିବେ। ପ୍ରଭୁ ଯୀଶୁଖ୍ରୀଷ୍ଟ କହିଲେ ତୁମେ ସମସ୍ତେ ମୋତେ ପରିତ୍ୟାଗ କରିଦେବ, ହେଲେ ମଧ୍ୟ ମୁଁ ଏକଲା ନାହିଁ, କାରଣ ପିତା ମୋ ସାଙ୍ଗରେ ଅଛନ୍ତି। ଆଜି କହିବା ପାଇଁ ଚାହେଁ ଆପଣ ଯେକୌଣସି ବ୍ୟକ୍ତି ହୁଅନ୍ତୁ ନା କାହିଁକି ଆପଣଙ୍କ ସହିତ ସ୍ୱର୍ଗର ପରମେଶ୍ୱର ରହିବା ପାଇଁ ଚାହାନ୍ତି। ମନୁଷ୍ୟ ଆପଣଙ୍କୁ ଛାଡ଼ି ଦେଇପାରନ୍ତି, ମାତ୍ର ସେହି ପରମେଶ୍ୱର ଆପଣଙ୍କୁ ଛାଡ଼ିବେ ନାହିଁ। ଏହି ବଡ଼ ଦିନରେ ଏହି ବଡ଼ ଉଦ୍ଦେଶ୍ୟକୁ ଆପଣ ଧାରଣ କରନ୍ତୁ। ଏହି ବଡ଼ ଦିନରେ ଇମାନୁଏଲ ପରମେଶ୍ୱର ଆପଣଙ୍କ ସହିତ ରହିବା ପାଇଁ ଆସିଛନ୍ତି, ଆପଣଙ୍କ ସହିତ ବାସ କରିବା ପାଇଁ ଆସିଛନ୍ତି। ଯେ ପ୍ରକାର ମନୁଷ୍ୟ ଏଦେନ ଉଦ୍ୟାନରୁ ବାହାରି ଗଲା ପରେ, ପରମେଶ୍ୱରଙ୍କଠାରୁ ଦୂରକୁ ଗଲା ପରେ ତାଙ୍କ ପରିବାର ଛିନ୍ଛତ୍ର ହୋଇଗଲା। ଭାଇମାନଙ୍କ ମଧ୍ୟରେ ଅଶାନ୍ତି, ଜଗତ ମଧ୍ୟରେ ଅଶାନ୍ତି, ଜଗତ ମଧ୍ୟରେ ପାପ ପ୍ରବେଶ କରି ସମଗ୍ର ମାନବ ଜାତିକୁ ନଷ୍ଟ କଲା। ସେହି ପ୍ରକାର ପରମେଶ୍ୱରଙ୍କ ବିହୁନେ ଆପଣଙ୍କ ପରିବାର, ଆପଣଙ୍କର ସମାଜ, ଆପଣଙ୍କ ଜୀବନ ସମ୍ପୂର୍ଣ୍ଣ ଭାବେ ବିନଷ୍ଟ ହେବ। ସେଥିପାଇଁ ସ୍ୱର୍ଗର ପରମେଶ୍ୱର ମାନବ ଜାତିକୁ ପ୍ରେମ କରୁଥିବାରୁ ଏହି ବଡ଼ ଦିନରେ ବଡ଼ ଉଦ୍ଦେଶ୍ୟ ନେଇ ମାନବମାନଙ୍କ ସହିତ ବାସ କରିବା ପାଇଁ ଆସିଲେ। ପ୍ରିୟମାନେ, ଆସନ୍ତୁ ପଦେ ପ୍ରାର୍ଥନା କରିବା। ଗୌରବମୟ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ ବଡ଼ ଦିନର ବଡ଼ ଉଦ୍ଦେଶ୍ୟ ନିମନ୍ତେ। ତୁମେ ଏହି ଉଦ୍ଦେଶ୍ୟ ଆମ ଜୀବନରେ ଦେଲ। ତୁମ ବିନା ଆମେ ବଞ୍ଚିପାରିବୁ ନାହିଁ। ସେଥିପାଇଁ ତୁମେ ମାନବ ଦେହ ଧାରଣ କରି ଏ ଧରାପୃଷ୍ଠକୁ ଆସିଲ ମୋତେ ରକ୍ଷା କରିବା ପାଇଁ। ପ୍ରଭୁ, ମୋର ସବୁ ପ୍ରକାର ଆବଶ୍ୟକକୁ ପୂର୍ଣ୍ଣ କରିବା ପାଇଁ ମୁଁ ତୁମକୁ ଧନ୍ୟବାଦ ଦିଏ। ତୁମେ ଏତେ ସୁନ୍ଦର ଆଉ ଏତେ ପ୍ରେମିକ ପରମେଶ୍ୱର। ଆମେ ତୁମକୁ ଖୋଜି ନାହୁଁ, ମାତ୍ର ତୁମେ ଆମକୁ ଖୋଜିଲ। ପ୍ରଭୁ ଇମାନୁଏଲ ପରମେଶ୍ୱର ଭାବରେ ତୁମେ ଆମ ସହିତ ଅଛ, ଆମକୁ ସବୁ କ୍ଷେତ୍ରରେ ସାହାଯ୍ୟ କରୁଛ। ସେଥିପାଇଁ ଧନ୍ୟବାଦ ଦେଇ ପ୍ରାର୍ଥନା ପ୍ରିୟ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍ ଆମେନ୍। ପ୍ରେଜ୍ ଦ ଲର୍ଡ। ପ୍ରଭୁ ଆମେ ସମସ୍ତଙ୍କୁ ପ୍ରଚୁର ଭାବେ ଆଶୀର୍ବାଦ କରନ୍ତୁ। ପ୍ରଭୁ ଯଦି ଅନୁଗ୍ରହ କରନ୍ତି, ଆସନ୍ତା ଅଧ୍ୟାୟରେ ଆଉ ଗୋଟେ ନୂଆ ପ୍ରସଙ୍ଗରେ ପରସ୍ପର ସହିତ ସାକ୍ଷାତ କରିବା ରହିବା। ସମସ୍ତଙ୍କୁ ନମସ୍କାର। ପ୍ରେଜ୍ ଦ ଲର୍ଡ। ଗଡ୍ ବ୍ଲେସ୍ ୟୁ।